ଆମେ କରିବୁନୁ ନା ଅନେକ ନୀତି ନିୟମ ପାଳନ କରିବାକୁ ପଡ଼ିବ। ଗୁହାଳେ ଗାଈଖୁଣ୍ଟ ପାଖରେ 21 ଦିନ ପର୍ଯ୍ୟନ୍ତ ଶୋଇବାକୁ ହବ। ଦିନକୁ ଥରୁଟିଏ ଅଣବହରା ଅଣହଳଦିଆ ଅଲଣା ଖାଇବାକୁ ହବ। ବେକରେ ପାଳ ଦଉଡ଼ି ପକେଇ ଦାନ୍ତରେ ତୀରଣ କାମୁଡ଼ି ଦୁଆରେ ଦୁଆରେ ବୁଲି ଭିକ ମାଗିବାକୁ। ଆଉ ସେଇ ସମୟରେ କାହା ସାଙ୍ଗରେ କଥା ହବନି କି କାହାକୁ ଛୁଇଁ ପାଣି ଗ୍ଲାସଟେ ବି ପିଇବନି। ଆଉ ଶେଷରେ ବ୍ରାହ୍ମଣ ଭୋଜନ, କର୍ମକର୍ମାଣୀ, ବିଦାକି, ଜ୍ଞାତି କୁଟୁମ୍ବ ଭୋଜନ ଏସବୁ ବି କରିବାକୁ ହବ। ଆଉ ପୁଣି କଣ ହେଲା? ତୋ ବାଧା ମାନେ କୁହାଯାଏ ଲାଗି ପାଟ ଗାଈ ବାଛୁରୀ ଚାଲିଗଲେ। ପୁଅ ବାହାଘର କରି ଘରକୁ ବୋହୂ ଆଣିବା ପାଇଁ ଆମେ ସମସ୍ତେ ଏତେ ପାଗଳ ଯେ ଏତେ ବଡ ଘଟଣା ଘଟିଗଲା ଆମେ କେହି କିଛି ଜାଣିପାରିଲେନି। ଏବେ କଣ ହବ? ତୁଳସୀ ପରା କହିଲା ଗୋବଧର ପ୍ରାୟଶ୍ଚିତ ଆମେ କରିବୁ। କଣ କହିଲୁ? ଅନୁଭବ ବେକରେ ପାଳ ତୁଳା ପକେଇ ଦାନ୍ତରେ ତୀରଣ କାମୁଡ଼ି ମୁଁ ଦୁଆର ଦୁଆର ବୁଲି ଭିକ ମାଗିବି। ହେଲେ ତମ ପରିବାରରେ ଆମେ ଜମା ପାପ ଲଗେଇ ଦବୁନି। ସବୁ କଳଙ୍କକୁ ମୋ ନିଜ ମୁହଁରେ ମୁଁ ନିଜେ ବୋଳି ହେଇଯିବି। ହେଲେ ତମ ପରିବାରରେ ଆମେ କଳଙ୍କ ଲଗେଇ ଦବୁନି। ଆରେ ପାଗଳା, ତୁ ସରଳ ନିରୀହ ବୋଲି ଏ ଘରର ସବୁ ଦୁଃଖ, ସବୁ ପାପ, ସବୁ କଳଙ୍କକୁ ନିଜ ମୁଣ୍ଡରେ ମୁଣ୍ଡେଇବୁ। ହଉ କଳା ଠାକୁର ପରା ବଡ ଦେଉଳ ଭିତରେ ମୁହଁ କଳା କରି ବସିଛନ୍ତି। ଆଉ ମୁଁ ଏଇଠି